ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ଅନୁ କୁହେ କ'ଣ ହେଇଛି ରାଜ ବାବୁ। ରାଜ କୁହେ ଇଚ୍ଛା ନଥାଇ ବି ମୁଁ ତୁମକୁ ଆଜି କିଛି ମାଗିବାକୁ ଯାଉଛି। ଅନୁ କୁହେ କୁହନ୍ତୁ ରାଜ ବାବୁ, ମୋ ପାଖରୁ ଆପଣଙ୍କର କ'ଣ ଦରକାର। ରାଜ କୁହେ ତମ ମଙ୍ଗଳସୂତ୍ର। ଅନୁ କୁହେ କ'ଣ? ରାଜ କୁହେ ଅନୁ, ମୁଁ ବାସ୍ ଖାଲି ଏତିକି ଚାହେଁ ଯେ ସେ ଚୁପ୍ ହେଇଯାଆନ୍ତୁ। ତାଙ୍କ ପାଇଁ ଏ ଘରେ ଆଉ କିଛି ଅଶାନ୍ତି ସୃଷ୍ଟି ନ ହଉ, ଆଉ କିଛି ବି ଚାହେଁନି। ଅନୁ କାନ୍ଦିକି କୁହେ ଆପଣ ଏମିତି କୁହନ୍ତୁନି ରାଜ ବାବୁ, ମୁଁ ଆପଣଙ୍କ ଉପରେ ସନ୍ଦେହ କରୁନି। ରାଜ କୁହେ ଅନୁ, ମୁଁ ଏବେ ବି ତୁମକୁ ବାଧ୍ୟ କରୁନି। ଯଦି ତମେ କହିବ ନା ତାହେଲେ ମୁଁ ଏବେ ଯାଇ ରିୟାଙ୍କୁ କହିବି ଯେ ଅନୁକୁ ମଙ୍ଗଳସୂତ୍ର ଦେଇପାରିବିନି। ଏ ଘରର ବୋହୂ ହିସାବରେ ଏ ଘରର ଶାନ୍ତି ରକ୍ଷା କରିବା ମୋର କର୍ତ୍ତବ୍ୟ। ତା ଛଡ଼ା ମୁଁ ଏ ଘର ପାଇଁ ଆଉ ମାଆଙ୍କ ପାଇଁ ଆଉ ଆପଣଙ୍କ ପାଇଁ ମୁଁ କ'ଣ ଏତିକି କରିପାରିବିନି। ତାପରେ ଅନୁ ନିଜ ମଙ୍ଗଳସୂତ୍ରକୁ କାଢ଼ି ହାତରେ ଧରେ ଆଉ କୁହେ ଏ ମଙ୍ଗଳସୂତ୍ର ଗୋଟେ ନାରୀର ସମ୍ମାନ ଆଉ ଗର୍ବ। ଏ ସମ୍ମାନ ଆଉ ଗର୍ବକୁ ମୋତେ ଭଗବାନ ତାଙ୍କ ଆଶୀର୍ବାଦ ରୂପରେ ଦେଇଥିଲେ। ଆପଣ ମୋ ପାଖରୁ ଛଡ଼େଇ ନେଇଗଲେ ରାଜବାବୁ। ହେଲେ ମୁଁ ନିଶ୍ଚିନ୍ତ ଭଗବାନ ମୋତେ ଯେଉଁ ଆଶୀର୍ବାଦ ଦେଇଛନ୍ତି ସେଇଟା ମୋଠୁ କେବେ ବି କେହି ଛଡ଼େଇକି ନେଇପାରିବେନି। ଏ ମଙ୍ଗଳସୂତ୍ର ଉପରେ ଯାହାର ଅଧିକାର ଅଛି, ଶେଷରେ ମଙ୍ଗଳସୂତ୍ର ତା ପାଖରେ ହିଁ ରହିବ। ତାପରେ ଅନୁ ରାଜ ହାତରେ ମଙ୍ଗଳସୂତ୍ର ଦେଇଦିଏ ଆଉ ଅନୁ କାନ୍ଦି କାନ୍ଦି ସେଠୁ ଚାଲିଯାଏ। ସାଙ୍ଗମାନେ ଆପଣମାନେ ଯଦି ଜାଣିବାକୁ ଚାହୁଁଛନ୍ତି ଆଗକୁ କ'ଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ। ଜୟ ଜଗନ୍ନାଥ।